2015 ରେ ଯଦି 1 ଲକ୍ଷ ଟଙ୍କା ଲଗେଇଥାନ୍ତେ ତାହେଲେ ଆଜି କେତେ ହେଇଥାନ୍ତା ଜାଣିଲେ ଚମକି ଯିବେ। ଆଜ୍ଞା ହଁ, ଗତ 10 ବର୍ଷରେ କେଉଁ ଇନଭେଷ୍ଟମେଣ୍ଟ ସବୁଠାରୁ ଧମାକାଦାର ରିଟର୍ନ ଦେଇଛି ଚାଲନ୍ତୁ ଦେଖିବା। ଫର୍ଷ୍ଟ ହଉଛି ସୁନା, ଗୋଲ୍ଡ। 2015 ରେ ଆର ପ୍ରାଇସ୍ ଥିଲା 26,410 ଗ୍ରାମକୁ। 2025ରେ ଆର ପ୍ରାଇସ୍ ପହଞ୍ଚିଲାଣି 1,35,710 ଗ୍ରାମକୁ। ତ ରିଟର୍ନ ହଉଛି ପ୍ରାୟ 414%। ସେକେଣ୍ଡ ହଉଛି ଚାନ୍ଦି ବା ସିଲଭର। 2015ରେ ଆର ପ୍ରାଇସ୍ ଥିଲା 35,000 पर केजी। 2025ରେ ଆର ପ୍ରାଇସ୍ ପହଞ୍ଚିଛି 2,14,500 पर केजी। ରିଟର୍ନ ହଉଛି ପ୍ରାୟ 513%। ଥର୍ଡ ହଉଛି ବିଟକଏନ୍। 2015ରେ ଆର ପ୍ରାଇସ୍ ଥିଲା $305। 2025ରେ ଆର ପ୍ରାଇସ୍ ପହଞ୍ଚିଛି 1,26,272 ଆଜ୍ଞା ହଁ, ରିଟର୍ନ ହଉଛି ପ୍ରାୟ 41,300%। ବିଶ୍ୱାସ କରିପାରୁଛନ୍ତି। ନିଫ୍ଟି 50 ଫୋର୍ଥ କାଟେଗୋରୀ। 2015ରେ ଏଇଟା ଥିଲା 8,100। 2025ରେ ଏଇଟା ପହଞ୍ଚିଛି 26,325କୁ। ରିଟର୍ନ ହଉଛି ପ୍ରାୟ 225%। ତେଣୁ ଏଥିରୁ ଆମେ ଶିଖିଲୁ କଣ? ପଇସା ବଚାଇକି ରଖିଲେ କେବଳ ସେଭିଙ୍ଗସ ଆକାଉଣ୍ଟରେ ବଢେ ନାହିଁ। ସଠିକ ଜାଗାରେ ଯଦି ଆପଣମାନେ ଇନଭେଷ୍ଟମେଣ୍ଟ କରୁଥିବେ ତାହେଲେ ଜୀବନ ବଦଳି ଯାଇପାରେ। ଧନୀ ମାନଙ୍କର ଗୁପ୍ତ ମନ୍ତ୍ର ହଉଛି ଏଇଟା, ପଇସାକୁ କାମ କରାନ୍ତୁ। ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ସଦାବେଳେ ଲଙ୍ଗ ଟର୍ମ ଡିସିପ୍ଲିନ ଏବଂ ଡାଇଭର୍ସିଫିକେସନ ବିଷୟରେ ଭାବନ୍ତୁ। ଏକ ଜାଗାରେ ସବୁ ଧନ ରଖନ୍ତୁ ନାହିଁ। ତ ଆପଣମାନେ କେଉଁଥିରେ ଇନଭେଷ୍ଟମେଣ୍ଟ କରିଛନ୍ତି କମେଣ୍ଟ କରିକି ଜଣାନ୍ତୁ। ଏଭଳି ଫାଇନାନ୍ସିଆଲ ଟିପ୍ସ ପାଇଁ ମୋ ଚ୍ୟାନେଲ ରୁପି ରହସ୍ୟକୁ ସବସ୍କ୍ରାଇବ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।